ପିଲାମାନେ ଆଜିର ବିଷୟବସ୍ତୁ ହେଉଛି ଦ ମର୍ଚେଣ୍ଟ ଅଫ୍ ଭେନିସ୍। ଇଏ ବି ସେକ୍ସପିୟରଙ୍କ ଦ୍ୱାରା ଲିଖିତ। ତ ଘଟଣା କ'ଣ ହେଇଛି ନା ଏଣ୍ଟୋନିଓ ଜଣେ ବ୍ୟବସାୟୀ। ତାଠାରୁ ତାର ବନ୍ଧୁ ଯିଏ ବାସାନିଓ 3000 ସ୍ୱର୍ଣ୍ଣ ମୁଦ୍ରା ଋଣ କରିଛି ବା କରିବା ପାଇଁ ଚାହୁଁଛି। ସେଠୁ ତାକୁ ପଚାରିଲା, ତୁ ମୋ ସାଙ୍ଗଟା ଯାହା ହେଲା ନା, ତୁ 3000 ଟଙ୍କା ନେଇ କ'ଣ କରିବୁ ନା? ସିଏ କହିଲା, ମୋ ପ୍ରେମିକା ଯେ ଅଛି ପୋର୍ସିଆ ଗୋଟେ ଧନୀ ଘର ଝିଅ, ତା ପଛରେ ଖର୍ଚ୍ଚ କରିବ, ତାକୁ କ'ଣ ଗିଫ୍ଟ ଫିଫ୍ଟ କିଣିଦେବ କ'ଣ, ସେ ଜାଣିଛି। ତେଣୁ ଆଣ୍ଟୋନିଓ କହିଲା, ଠିକ୍ ଅଛି, ମୋ ପାଖରେ ଏତେ ପଇସା ନାହିଁ, ମୁଁ ସବୁ ବିଦେଶୀ ବ୍ୟବସାୟରେ ଖଟେଇ ଦେଇଛି ବିଦେଶରେ, ସମୁଦ୍ରରେ ଜାହାଜ ଗୁଡ଼ା ମୋର ସବୁ ମାଲ ନେଇକି ଯାଇଛନ୍ତି, ତେଣୁ ମୋ ପାଖରେ ପଇସା ନାହିଁ। ଠିକ୍ ଅଛି, ତୁ ଯଦି 3000 ଟଙ୍କା ସାଙ୍ଗଟା ମାଗୁଛୁ, ମୁଁ ତୋତେ ଯୋଗାଡ଼ କରିକି ଦେବି। ଏହା କହିକି ସେ ଦୁଇ ଜଣ ଗଲେ ସାଇଲକ୍, ଆଉ ଜଣେ ବ୍ୟବସାୟୀ ଯେ ଋଣ ଦିଏ ମହାଜନ, ତା କତିକି ଗଲେ। ଦୁଇ ଜଣ ଯାକ ସାଙ୍ଗ ହୋଇଗଲେ। ସେଠୁ ସାଇଲକ୍ ତାଙ୍କୁ 3000 ଟଙ୍କା ଦେଲା ଏବଂ କଣ୍ଡିସନ୍ ରଖିଲା ଯେ 3 ମାସ ଭିତରେ ଋଣ ସୁଧ ମୂଳ ସହିତ ପରିଶୋଧ ନ କଲେ ସେ କ'ଣ କରିବ ନା, ସାଇଲକ୍ କ'ଣ କରିବ, ଏଣ୍ଟୋନିଓ ଦେହରୁ 1 ପାଉଣ୍ଡ ମାଂସ କାଟି ନେବ ବୋଲି ଗୋଟେ ରେଜିଷ୍ଟ ଲେଖା ହେଲା ବା ଦଲିଲ ଲେଖା ହେଲା। ଠିକ୍ ଅଛି, ଆଣ୍ଟୋନିଓ ବ୍ୟବସାୟୀ ଠିକ୍ କଲା, ଠିକ୍ ଅଛି, 3 ମାସ ଭିତରେ ମୋ ଜାହାଜ ଆସିଥିବ, ମୁଁ ସୁଝିଦେବି, କିଛି ଅସୁବିଧା ନାହିଁ। କିନ୍ତୁ ଏଣେ କ'ଣ ହେଲା, ଟିକେ ସମୁଦ୍ରରେ ଝଡ଼ ଆସିଗଲା, ଫଳରେ ଆଣ୍ଟୋନିଓର ଜାହାଜ ପହଞ୍ଚିବାରେ ଟିକେ ଡେରି ହେଲା। ଏଣେ ସାଇଲକ୍ର ଋଣ ସୁଝା ହେଇପାରିଲା ନାହିଁ। ତେଣୁ ସାଇଲକ୍ ସେ ଛାଡ଼ିବା ପାତ୍ର ନୁହଁ। ସେ ଠିକ୍ କଲା, କାହିଁ କେସ୍ କରିଦେଲା। ବିଚାର ଚାଲିଲା। ସେଠୁ ବିଚାର ଚାଲିଲା ବେଳେ ତା ଯେଉଁ ସାଙ୍ଗ ଏଣ୍ଟୋନିଓ ଯାହାକୁ ଦେଇଥିଲା ବାସାନିଓ, ତା ଲଭର ଯେ ପ୍ରେମିକା ପୋର୍ସିଆ, ସିଏ ଓକିଲ ବିଷୟରେ ଆସି ଆଣ୍ଟୋନିଓ ତରଫରୁ ଲଢ଼ିଲା, ନିଜର ପରିଚୟ ଗୁପ୍ତ ରଖିକି। ତେଣୁ ସେ ଜଜ୍କୁ କହିଲା, ଠିକ୍ ଅଛି, ସାଇଲକ୍ କହିଛି ଯେ ତାର ଡେରି ହେଇଛି, ବଣ୍ଡରେ ଅଛି, ମାଂସ କାଟିକି ନେବ, ଠିକ୍ ଅଛି, କିଛି କଥା ନାହିଁ, 1/2 ପାଉଣ୍ଡ କାଟିକି ନେବ, ତାଠୁ ଟିକେ ବେଶୀ କି କମ୍ ହେବନି, ଆଉ ମାଂସ କାଟିଲା ବେଳେ ଯେମିତି ରକ୍ତ ନ ପଡ଼ିବ। ଏ କଥା ଶୁଣିକି, କାରଣ ଏ କଥା ଦଲିଲରେ ଲେଖା ହେଇନି, ଦଲିଲରେ ଲେଖା ହେଇଛି ଖାଲି ମାଂସ ନେବ। ତେଣୁ ଏ କଥା ଦେଖିକି ସାଇଲକ୍ର ବୁଦ୍ଧି ହାର ମାନିଗଲା ଏବଂ ଭୁଲ ମାଗିଲା ଏବଂ ତାକୁ ଅର୍ଥଦଣ୍ଡରେ ମଧ୍ୟ ତାକୁ ଦଣ୍ଡିତ ଜଜ୍ କଲେ। ଏବଂ ବାସାନିଓ କିଏ ନା ପୋର୍ସିଆ ପାଇଁ ଯିଏ 3000 ଋଣ ଆଣିଥିଲା, ସିଏ ମଧ୍ୟ ଏଥିରୁ କିଛି ଅର୍ଥ ପାଇଲା, ଖୁସିରେ ଏନ୍ଜୟ କଲା। ଏବଂ ଏ ଯେଉଁ ଓକିଲ ଜିତାଇଥିବାରୁ ସେ କ'ଣ ହେଲା, ତାକୁ ଧନ୍ୟବାଦ ଦେଲା। କିନ୍ତୁ ପରେ ଜଣା ପଡ଼ିଲା ଯେ ସିଏ ହେଉଛି ପୋର୍ସିଆ ଏବଂ ସେମାନେ ପରସ୍ପର ଚିହ୍ନା ପରିଚୟ ହେଲେ ଏବଂ ଉଭୟ ବିବାହ ହେଲେ, ବିବାହ ହେଇକି ସୁଖରେ ସଂସାର କଲେ। ଏବଂ ପରେ କ'ଣ ହେଇଛି ନା, ଆଣ୍ଟୋନିଓର ଜାହାଜ ବି ନିରାପଦରେ ଫେରିଛି ଏବଂ ସେ ତା'ର ସମସ୍ତ ବ୍ୟବସାୟରେ ଯେଉଁ ପଇସା ଖଟେଇଥିଲା ସେ ମଧ୍ୟ ଫେରି ପାଇଛି। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି, ହ୍ୟାଭ୍ ଏ ଗୁଡ୍ ଡେ।